बंधुମାନେ ଜୀବନର କିଛି ନିଷ୍ପତ୍ତି ଆମେ ଲାଭ ଭାବି ନେଉନା, ଆମେ କେବଳ ମଣିଷ ଭାବରେ ନେଉ। ଆଜି ମୁଁ ମୋ ଜୀବନର ଏକ ଛୋଟ ଅନୁଭୂତି ଆପଣମାନଙ୍କ ସହିତ ସେୟାର କରିବାକୁ ଚାହେଁ। ମୋର ଭାରତରେ ରହିବା ସମୟରେ ଜୁନ୍ 2018 ପର୍ଯ୍ୟନ୍ତ ମୋ ନାମରେ, ମୋ ପତ୍ନୀଙ୍କ ନାମରେ, ମୋ ପିଲାମାନଙ୍କ ନାମରେ ମିଶି ପ୍ରାୟ 28 LIC ପଲିସି ହୋଇଥିଲା। କିନ୍ତୁ ଏହାର ପଛର କାହାଣୀ ଟଙ୍କାର ନୁହଁ, ଏହା ସମ୍ପର୍କର କାହାଣୀ। ମୋର ପ୍ରଥମ ଜବ୍ ହେବା ପରେ ଯେତେବେଳେ ମୁଁ ମୋ ଗାଁ ବେଲଗଣ୍ଡାକୁ ଯାଇଥିଲି, ମୋର ଜଣେ ପଡ଼ୋଶୀ ତାଙ୍କ ବାପାଙ୍କ ସହ ଆସି କହିଲେ, ଦାମ ମୁଁ LIC ଏଜେଣ୍ଟ ଭାବେ ଆରମ୍ଭ କରିଛି, ଗୋଟିଏ ପଲିସି କରିଦିଅ। ସେହି ସମୟରେ ମୁଁ ଇନଭେଷ୍ଟମେଣ୍ଟ ରିଟର୍ନ, କାଲକୁଲେସନ୍, ମ୍ୟାଚୁରିଟି, ବେନିଫିଟ୍ ଏସବୁ ବହୁତ ଭଲ ଭାବରେ ବୁଝୁନଥିଲି। କିନ୍ତୁ ମୁଁ ଗୋଟିଏ କଥା ଭାବିଲି, ଜଣେ ମଣିଷକୁ ନୂଆ କାମ ଆରମ୍ଭ କରିଛନ୍ତି, ମୋର ଗୋଟେ ଛୋଟ ସପୋର୍ଟ ତାଙ୍କ ଆଗକୁ ବଢ଼ାଇବାରେ ସାହାଯ୍ୟ କରିପାରେ। ମୁଁ ହଁ କରିଦେଲି ପ୍ରଥମ ପଲିସି। ପରେ ମୁଁ ଭୁବନେଶ୍ୱର ଗଲି, ସେଠାରେ ଆଉ ଜଣେ ବନ୍ଧୁ ଆସିଲେ, ପୁଣି ସେଇ କଥା, ତୁମର ଜବ୍ ହୋଇଗଲା, ଗୋଟିଏ ପଲିସି କର। ମୁଁ ପୁଣି ହଁ କହିବି। ବିବାହ ପରେ ଆଉ ଜଣେ କହିଲେ, ଏବେ ତୁମ ପତ୍ନୀଙ୍କ ନାମରେ ମଧ୍ୟ କର। ମୁଁ ପୁଣି ହଁ କରିଦେଲି। ତାପରେ ମୋର ଯାତ୍ରା ଚାଲିଲା, ହାଇଦ୍ରାବାଦ, ଦିଲ୍ଲୀ, ବେଙ୍ଗାଲୁରୁ, ଭିନ୍ନ ଭିନ୍ନ ସହରରେ ଭିନ୍ନ ଭିନ୍ନ ବନ୍ଧୁମାନେ ଆସିଲେ। ଓଡ଼ିଶାରୁ ହୁଅନ୍ତୁ କି ଅନ୍ୟ ରାଜ୍ୟରୁ ହୁଅନ୍ତୁ, ମୁଁ ସାହାଯ୍ୟ କରିବା ଭାବନାରେ ପଲିସି କରିଥିଲି। ସମୟ ଗଲା ପରେ ମୁଁ ବୁଝିଲି ଯେ ମୋର ଫାଇନାନ୍ସିଆଲ ପ୍ଲାନିଂ ଅନୁସାରେ ଅନ୍ୟ ଇନଭେଷ୍ଟମେଣ୍ଟ ଅପସନ୍ ମଧ୍ୟ ଅଛି। କିଛି ପଲିସିର ପ୍ରିମିୟମ୍ ଆଗକୁ କଣ୍ଟିନ୍ୟୁ କଲି ନାହିଁ, କିନ୍ତୁ ମୋର ମନରେ କୌଣସି ରିଗ୍ରେଟ୍ ନାହିଁ, କାରଣ ସେ ସମୟରେ ମୁଁ କାହାର ସ୍ୱପ୍ନକୁ ସପୋର୍ଟ କରିଥିଲି। ଆଜି ଅନେକ ପଲିସି ମ୍ୟାଚୁର୍ ହୋଇଛି, କିଛି ଟଙ୍କା ମୋ ଆକାଉଣ୍ଟକୁ ଆସିଛି, ଯାହାକୁ ମୁଁ ଅନେକ ସମୟରେ ମଧ୍ୟ ମନେ ରଖିନଥିଲି। ବାକି ପଲିସି ଗୁଡ଼ିକ ମଧ୍ୟ ସମୟ ଅନୁସାରେ ବେନିଫିଟ୍ ଦେବ। ଏହା ମୋତେ ଗୋଟିଏ ବଡ଼ ଲେସନ୍ ଦେଇଛି। ଜୀବନରେ ସବୁ ରିଟର୍ନ କାଲକୁଲେସନ୍ ଦ୍ୱାରା ହୁଏ ନାହିଁ। କିଛି ରିଟର୍ନ ଆସେ ସମ୍ପର୍କରୁ, କିଛି ରିଟର୍ନ ଆସେ ଆଶୀର୍ବାଦ ଭାବରେ, କିଛି ରିଟର୍ନ ଆସେ ଆମେ ଭୁଲି ଯାଇଥିବା ଭଲ କାମର ଫଳ ଭାବରେ। ଯେତେବେଳେ ଆପଣଙ୍କ ପାଖରେ କାହାକୁ ସାହାଯ୍ୟ କରିବାର ସୁଯୋଗ ଆସେ, ସବୁବେଳେ ଲାଭ କ୍ଷତି ଭାବନ୍ତୁ ନାହିଁ। ଯଦି ସେହି ସାହାଯ୍ୟ ଆପଣଙ୍କୁ କଷ୍ଟ ଦେଉନାହିଁ, ତେବେ ଗୋଟିଏ ଛୋଟ ହଁ କରିଦିଅନ୍ତୁ। କାରଣ ଜୀବନର ସବୁଠାରୁ ବଡ଼ ଇନଭେଷ୍ଟମେଣ୍ଟ କ'ଣ ଜାଣିଛନ୍ତି? ତାହା ହେଉଛି ମଣିଷ ଉପରେ କରାଯାଇଥିବା ଇନଭେଷ୍ଟମେଣ୍ଟ। ଏହା ହେଉଛି ମୋର ଅନୁଭବ, ଏହା ହେଉଛି ମୋର ଦାମ ସ୍ପିକ୍ସର ଗୋଟିଏ ବାର୍ତ୍ତା।